ଗାଲାତୀୟ ପୁସ୍ତକ ତାର 6 ଅଧ୍ୟାୟର 8 ପଦକେ ଯଦି ପାଉଛନ୍ତି ଆମେ ପଢିବା ଅଳ୍ପ ସମୟ ଆଉ ପ୍ରଭୁଙ୍କ ବାକ୍ୟରୁ ଆମେ ଆଜିର ଅଂଶୀ ହେବା। ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ, କିନ୍ତୁ ଯେ ପବିତ୍ର ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ ସେ ଆତ୍ମାଙ୍କ ଠାରୁ ଉତ୍ପନ୍ନ ଅନନ୍ତ ଜୀବନ ରୂପ ଶସ୍ୟ କାଟିବ। ଆମେନ୍। ଆମେନ୍। ଧନ୍ୟବାଦ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଗାଲାତୀୟ ମଣ୍ଡଳୀକୁ ପ୍ରେରିତ ପାଉଲଙ୍କର ଏକ ସୁନ୍ଦର ବାକ୍ୟ, ଯାହା ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣିବା ଏବଂ ଶାରୀରିକ ଉଦ୍ଦେଶ୍ୟରେ ବୁଣିବା। ବୁଣିବା ତ ବୁଣିବା, କିନ୍ତୁ ଉଦ୍ଦେଶ୍ୟ ବିଭିନ୍ନ ଦୁଇ ପ୍ରକାର ଅଟେ। ପାଉଲ କହୁଛନ୍ତି ଯିଏ ଆପଣା ଶରୀରର ଉଦ୍ଦେଶ୍ୟରେ ବୁଣିବ ସେ ଶରୀର ଉଦ୍ଦେଶ୍ୟରେ ହିଁ ଫଳ କାଟିବ, କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ ସେ ଆତ୍ମାଙ୍କ ଉଦ୍ଦେଶ୍ୟରେ ଅନନ୍ତ ଜୀବନ ରୂପ ଶସ୍ୟ କାଟିବ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ବାଇବଲର ଅନେକ ଜାଗାରେ ଆମେ ଦେଖୁ ବୁଣିବା ବିଷୟରେ ଲେଖାଯାଏ। ମାନେ ପୁରାତନ ନିୟମ ଠାରୁ ଆରମ୍ଭ କରିକି ଆପଣ ମାନେ ନୂତନ ନିୟମର ପ୍ରାୟ ସବୁ ସରିବା ପର୍ଯ୍ୟନ୍ତ ମଧ୍ୟ ସମସ୍ତ ବିଷୟକୁ ଆମେ ବାଇବଲରେ ଦେଖୁ। କ୍ରୀଡ଼ାର ସମସ୍ତ ବିଷୟକୁ ବାଇବଲରେ ଦେଖୁ। ସୈନିକ ମାନଙ୍କ ବିଷୟରେ ଲେଖାଯାଏ, କ୍ରୀଡ଼ା ବିଷୟରେ ଲେଖାଯାଏ, ଚାଷ ବିଷୟରେ ଲେଖାଯାଏ, ବୁଣିବା ବିଷୟରେ ଲେଖାଯାଏ। ଅନେକ ବିଷୟ ଯାହାକି ବାଇବଲରେ ଆଉ କହିବାକୁ ଗଲେ ବାଇବଲରେ ଆମେ ଅଲ ଓଭର ଇଣ୍ଡିଆର ସମସ୍ତ ପାଠ ବାଇବଲରୁ ଆମେ ପାଇପାରୁ। ତ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣିବା ଜୀବନର ଏକ ଉତ୍ତମ ଭୂମିରେ ଉତ୍ତମ ବୀଜ ବୁଣିବା ପାଇଁ ଗାଲାତୀୟ ମଣ୍ଡଳୀର ଲୋକମାନଙ୍କୁ ପାଉଲ କହୁଛନ୍ତି। କାରଣ ଯଦି ଗାଲାତୀୟ ପୁସ୍ତକକୁ ଯେତେବେଳେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢିବେ, ଗାଲାତୀୟ ମଣ୍ଡଳୀ ଉତ୍ତମ ଭାବରେ ଆରମ୍ଭ କଲେ, କିନ୍ତୁ ସେମାନେ ଶେଷ ଆଡକୁ ସେ କଣ କରୁଥିଲେ ସେଥିପାଇଁ ପାଉଲ କହୁଛନ୍ତି ତୁମେ ଆତ୍ମାରେ ଆରମ୍ଭ କଲ, କିନ୍ତୁ କଣ ଏବେ ଶରୀରର ଉଦ୍ଦେଶ୍ୟରେ ତୁମେ କଣ ହବା ପାଇଁ ଶାରୀରିକ ଭାବରେ ତୁମେ ସିଦ୍ଧ ହେବା ପାଇଁ ଯାଉଛ। ଆତ୍ମାରେ ଆରମ୍ଭ କରିଲ, ପ୍ରଥମରେ ଯୀଶୁଙ୍କୁ ବିଶ୍ୱାସ କଲ, ଯୀଶୁଙ୍କୁ ଗ୍ରହଣ କଲ, ଆତ୍ମାର ଗୋଟେ ଉଦ୍ଯୋଗତା ଥିଲା, ଆତ୍ମାଙ୍କର ଗୋଟେ ଆଉ ଚାଳନା ଥିଲା, ଉତ୍ତମ ଭାବରେ ଦୌଡୁଥିଲ, ଖ୍ରୀଷ୍ଟଙ୍କର ଚିତ୍ର ତୁମର ଆଉ କ୍ରୁଶର ଚିତ୍ର ତୁମର ସମ୍ମୁଖରେ ଅଙ୍କିତ କରିକି ତୁମେ ରଖିଥିଲ, କିନ୍ତୁ ଏବେ ଶାରୀରିକ ଭାବରେ କଣ ଏବେ ସମାପ୍ତ କରିବା ପାଇଁ ତୁମେ ଯାଉଛ କି? ତେଣୁ ମୋର ପ୍ରିୟ ମଣ୍ଡଳୀ, ଗାଲାତୀୟ ମଣ୍ଡଳୀକୁ ସେ ଲେଖନ୍ତି ଯେ ଯଦି ତୁମେ ଶାରୀରିକ ଭାବରେ ସମାପ୍ତ କରିବା ପାଇଁ ତୁମେ ଚାହୁଁଛ, ଆତ୍ମାଙ୍କ ଉଦ୍ଦେଶ୍ୟରେ ବା ଆତ୍ମିକ ଭାବରେ ଆରମ୍ଭ କରିଲ ତୁମର ଜୀବନକୁ, କିନ୍ତୁ ଯେତେବେଳେ ତୁମର ଶେଷ ଅବସ୍ଥାକୁ ଯେତେବେଳେ ମୁଁ ଦେଖୁଛି ତୁମେ ଶାରୀରିକ ଭାବରେ ସିଦ୍ଧ ହେବା ପାଇଁ ଚାହୁଁଛ, ଶାରୀରିକ ଭାବରେ ସମାପ୍ତ କରିବା ପାଇଁ ଚାହୁଁଛ, କିନ୍ତୁ ଗୋଟିଏ କଥା ମନେ ରଖ, ଯେଉଁ ଗୋଟିଏ କଥା କି ତାହା ଯଦି ତୁମେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣିବ, ଆତ୍ମାଙ୍କ ଉଦ୍ଦେଶ୍ୟରେ ଅନନ୍ତ ଜୀବନ ରୂପ ଶସ୍ୟ କାଟିବ। ଯଦି ଶାରୀରିକ ଉଦ୍ଦେଶ୍ୟରେ ବୁଣିବ, ଶରୀରର ସମସ୍ତ ପ୍ରକାର ଶସ୍ୟ କାଟିବ। ତ ଆଜି ଆମମାନଙ୍କୁ ପ୍ରଭୁ ଏ ପ୍ରକାର ଭାବରେ କଥା କହିବା ପାଇଁ ଚାହାନ୍ତି ଯେ ଆମମାନଙ୍କର ଜୀବନରେ ଯଦି ଆମେ ଦେଖୁ ଶାରୀରିକ ଭାବରେ ଏବଂ ଆତ୍ମିକ ଭାବରେ କଣ ସେ ବୀଜ ଗୁଡାକ ରହିଛି, ଯୋଉ ବୀଜ ଗୁଡାକ କି ଆମମାନଙ୍କୁ ଆଉ କଣ କରିବାକୁ ପଡିବ, ସେ ବୀଜ ଗୁଡାକକୁ ଆମମାନଙ୍କୁ ଆମର ଜୀବନର ଭୂମିରେ ବୁଣିବାକୁ ପଡିବ। ଜୀବନର ଭୂମିରେ ଆମେ ବୁଣିବାକୁ ପଡିବ କୋଉ ସେଇ ବୀଜ ଯାହାକି ଆମମାନଙ୍କର ଜୀବନରେ ଆତ୍ମାଙ୍କର ଉଦ୍ଦେଶ୍ୟରେ ଗୋଟେ ଫଳ କଣ କରିବ, ଆତ୍ମାଙ୍କ ଉଦ୍ଦେଶ୍ୟରେ ଆମେ ଫଳ କାଟି ପାରିବା। ତାହା ଆମମାନଙ୍କର ଜୀବନର ଗୋଟେ ଅମାରରେ ପ୍ରଭୁ ସଞ୍ଚୟ କରିକି ରଖିବେ ଏବଂ ଆମମାନଙ୍କୁ ପ୍ରଭୁ ସେଇ ପ୍ରଚୁର ଫଳରେ ଫଳବାନ କରିବେ। ତ ଆମେ ସମସ୍ତ ବିଷୟ ଜାଣିଛୁ, କିନ୍ତୁ ଗୋଟେ ଦିଟା ବିଷୟ ଆପଣମାନଙ୍କ ନିକଟରେ ମୁଁ ପ୍ରଥମ କରିକି ରଖିବା ପାଇଁ ଚାହେଁ। ପ୍ରଥମ ଆଦମ ଏବଂ ଶେଷ ଆଦମ। ମୁଁ ବର୍ତ୍ତମାନ
ଜୀବନକୁ ବାଇବଲରୁ ଷ୍ଟଡି କରିବା ଭିତରେ ଆଉ ଯାହା ମୁଁ ପାଇଛି ପ୍ରଭୁ ଆପଣଙ୍କ ନିକଟରେ ତାହା ରଖିବା ପାଇଁ ଚାହାନ୍ତି। ପ୍ରଥମ ଆଦମ ଏବଂ ଶେଷ ଆଦମ ଯୀଶୁଙ୍କ ବିଷୟରେ ଏକ ବାଧ୍ୟତା ରୂପ ବୀଜ, ଯେଉଁ ବାଧ୍ୟତା ରୂପ ବୀଜ କି ଦୁଇ ଜଣକୁ ପ୍ରଭୁ ଜଗତକୁ ଆଣିଲେ। ଦୁଇ ଜଣକୁ ପ୍ରଭୁ ଜଗତକୁ ଆଣିଲେ, ଯୋଉ ଦୁଇ ଜଣ ବ୍ୟକ୍ତି କି ପରମେଶ୍ୱରଙ୍କ ଆଡୁ ସେମାନେ ଜଗତକୁ ଆସିଲେ। ପ୍ରଭୁ ତାଙ୍କର ଏକମାତ୍ର ପୁତ୍ରଙ୍କୁ ଜଗତକୁ ପଠେଇଲେ ଏବଂ ପ୍ରଭୁ ନିଜର ପ୍ରତିମୂର୍ତ୍ତିରେ ଆଦମ ଏବଂ ହବାଙ୍କୁ କଣ କଲେ? ଜଗତକୁ ପଠେଇଲେ, ଗଢିଲେ। ଏକ ବାଧ୍ୟତା ରୂପ ଶସ୍ୟ କାଟିବା ପାଇଁ, କାରଣ ବାଇବଲରେ ଆଉ ସେମାନଙ୍କୁ ଲେଖାଯାଏ ଏଦନ ଉଦ୍ୟାନରେ ଯେତେବେଳେ ରଖାଗଲା ଗୋଟିଏ ବିଷୟ କୁହାଗଲା, ସବୁ ବିଷୟ କରିବ, ଗୋଟିଏ ଫଳ ଖାଇବ ନାହିଁ। ତାହା ବାଧ୍ୟତାର ଏକ ବାକ୍ୟ ପ୍ରଭୁ ସେମାନଙ୍କୁ ଦେଲେ, ଯୋଉ ବାଧ୍ୟତାର ବାକ୍ୟ କି ସେମାନଙ୍କର ଜୀବନରେ ନିତାନ୍ତ ଆବଶ୍ୟକ ଥିଲା। ସେମାନଙ୍କୁ ପ୍ରଭୁ କହିଲେ ତୁମେ ବାଧ୍ୟତାରେ ତୁମେ କଣ କରିବ? ବାଧ୍ୟତାରେ ଜୀବନ କାଟିବ। ବାଇବଲରେ ଲେଖା ହେଇଛି ଯାକୁବ ପୁସ୍ତକରେ ଯେ ଆଜ୍ଞା ଲଙ୍ଘନ ହିଁ ପାପ ଅଟେ। ତ ସେମାନଙ୍କୁ ପ୍ରଭୁ କହିଲେ ଏଇ ଯୋଉ ଏଦନ ଉଦ୍ୟାନରେ ରଖିଲେ ତୁମେ ବାଧ୍ୟତାର ଫଳ ତୁମକୁ କାଟିବାକୁ ପଡିବ। ସବୁ ବିଷୟ ଅଛି। ଯୀଶୁଙ୍କୁ ମଧ୍ୟ ଜଗତକୁ ପଠେଇଲେ ଏବଂ କହିଲେ ଜୀବନର ଶେଷ ପର୍ଯ୍ୟନ୍ତ ମୋର ବାଧ୍ୟ ହେବାର ଅଛି। ସେଥିପାଇଁ ଫିଲିପିଓ ପୁସ୍ତକରେ ଆଉ ପାଉଲ କହୁଛନ୍ତି ଯୀଶୁଙ୍କ ବିଷୟରେ ସେ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହେଲେ। ଦୁଇ ଜଣଙ୍କର ଆଦମଙ୍କ ବିଷୟରେ ଆମେ ଦେଖୁ, ପ୍ରଥମ ଆଦମ ଏବଂ ଶେଷ ଆଦମ। ଯୀଶୁ ପିତା ଈଶ୍ୱରଙ୍କର ଏହି ପ୍ରକାର ବାଧ୍ୟ ହେଲେ ଯେ ସେ ତାଙ୍କର ଆତ୍ମିକ ଖାଦ୍ୟ ପାଇଁ ଲାଳାୟିତ, କିନ୍ତୁ ପ୍ରଥମ ଆଦମ ଆତ୍ମାଙ୍କର ଖାଦ୍ୟ ଛାଡି ଶାରୀରିକ ଖାଦ୍ୟ ପାଇଁ ଲାଳାୟିତ। ଦୁଇ ଜଣ ଦେଖନ୍ତୁ ପିତା ଈଶ୍ୱରଙ୍କର ବାଧ୍ୟ ଏ ପ୍ରକାର ହଉଛନ୍ତି, ଖାଇବାରେ ପ୍ରଥମ ଆସୁଛି ପ୍ରଲୋଭ। ଦି ଜଣ ଏଦନ ଉଦ୍ୟାନରେ ଥିବା ବେଳେ ହବା ଏବଂ ଆଦମଙ୍କୁ ଶୟତାନ ପରୀକ୍ଷା କରୁଛନ୍ତି ଖାଇବା ବିଷୟରେ। ବାଧ୍ୟତାର ପରିସୀମା ଭିତରେ ରହିବା ବେଳେ ଅବାଧ୍ୟ ହେବା ପାଇଁ ଶୟତାନର ଗୋଟେ ଷଡ଼ଯନ୍ତ୍ର ଆରମ୍ଭ ହେଲା। ଏମାନଙ୍କୁ କୋଉଠି ମୁଁ ପାରିପାରିବି ନାହିଁ, ଗୋଟିଏ ବିଷୟ ଖାଇବାର ପ୍ରଲୋଭନ ଦେବି। ଏମାନେ ଯେତେବେଳେ ଅବାଧ୍ୟ ହେବେ ଏମାନେ କଣ ହେବେ? ମୋର ଚେଲା ଚାମୁଣ୍ଡା ହେବେ। ଏକ ଅବାଧ୍ୟତାକୁ ଶୟତାନ କଣ କରୁଛି? ହବାଙ୍କ ଦ୍ୱାରା ପ୍ରବେଶ କରିବା ପାଇଁ ଚାହୁଁଛି। ଯେତେବେଳେ ଏଦନ ଉଦ୍ୟାନରେ ସମସ୍ତ ବିଷୟ ଅଛି, ସବୁ ବିଷୟ ଏଦନ ଉଦ୍ୟାନରେ ଅଛି, କୌଣସି ବିଷୟକୁ ପ୍ରଭୁ ଊଣା କରିନାହାନ୍ତି। ଏଦନ ଉଦ୍ୟାନରେ ଗୋଟେ ସ୍ୱର୍ଗର ପରି ଗୋଟେ ସୁନ୍ଦର ଜିନିଷକୁ ପ୍ରଭୁ ସୃଷ୍ଟି କରି ସେ ସ୍ଥାନରେ ଆପଣାର ପ୍ରତିମୂର୍ତ୍ତିରେ ନିର୍ମିତ ଆଉ ମନୁଷ୍ୟକୁ ସେ ସ୍ଥାନରେ ରଖିଲେ। କହିଲେ ସବୁ ବିଷୟ ଉପଭୋଗ କରିବ, ସବୁ ବିଷୟ ଖାଇବ, ସବୁ ବିଷୟ ଦେଖିବ, ସବୁଆଡେ ଯାଇପାରିବ, କିନ୍ତୁ ଗୋଟିଏ କଥା ପ୍ରଭୁ କହିଲେ ସେହି ଫଳ ଖାଇବ ନାହିଁ। ସବୁ ରହିକି ମଧ୍ୟ, ସମସ୍ତ ବିଷୟ ରହିକି ମଧ୍ୟ ଜଣେ ପ୍ରଥମ ଆଦମ ପ୍ରଲୋଭିତ ହଉଛନ୍ତି। ପ୍ରଥମ ଆଦମ ଖାଇବା ଉପରେ ସେ ପ୍ରଲୋଭିତ ହଉଛନ୍ତି। ଆଉ କିଛି ହେଇଯିବ କି? ସବୁ ବିଷୟ ଅଛି, ପୂର୍ଣ୍ଣ ଭାବରେ ଅଛି, ସବୁ ଥାଇକି ମଧ୍ୟ ଜଣେ ଖାଇବାରେ କଣ ହଉଛି? ପ୍ରଲୋଭିତ ହେଇଯାଉଛି। କିନ୍ତୁ ଶେଷ ଆଦମଙ୍କ କଥା ଦେଖନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କର ଗୋଟେ ପ୍ରାନ୍ତରକୁ ବାପ୍ତିସ୍ମ ହେଲା ପରେ ତାଙ୍କୁ ନିଆଗଲା। ପ୍ରାନ୍ତରରେ କିଛି ନାହିଁ, କହିବା ଗଲେ ପ୍ରାନ୍ତରରେ କିଛି ନାହିଁ। ସେଇ ଶୈତାନ ଆସିକି ଯୀଶୁଙ୍କୁ ପରୀକ୍ଷା କରୁଛନ୍ତି। ଯେଉଁ ଶୈତାନ କି ଆଉ କଣ କରିଥିଲେ? ଆଦମ ଏବଂ ହବାଙ୍କୁ ପରୀକ୍ଷା କରିଥିଲେ, ସେ ଶୈତାନ ଆସିକି ଯୀଶୁଙ୍କୁ ମଧ୍ୟ ପରୀକ୍ଷା କରୁଛନ୍ତି। ତୁମେ ଯଦି ଈଶ୍ୱରଙ୍କର ପୁତ୍ର, ଏଇ ପଥର ଗୁଡିକ ରୁଟି କରିକି ଖାଇଲେ। ଦୁଇ ଜଣଙ୍କୁ ଖାଇବା
ପୁଣି ପରୀକ୍ଷା କରାଯାଉଛି। ବେଳେ ବେଳେ ଯାହା ଆମମାନଙ୍କର ଆତ୍ମିକ ଭାବରେ ଆତ୍ମାଙ୍କୁ କଣ କରେ, ଅପରିଷ୍କାର କରେ, ଆତ୍ମାଙ୍କୁ ଆଉ କଳୁଷିତ କରେ, এই সমস্ত বিষয়କୁ ଶାରୀରିକ ଭାବରେ ଶୟତାନ କଣ କରେ, ପ୍ରବେଶ କରାଏ। କଣ ଖାଇବା, କଣ ରହିବା, ଏ ସମସ୍ତ ବିଷୟ ଉପରେ ଶୟତାନଙ୍କର ଗୋଟିଏ ବିରାଟ ବଡ ମାନେ କହିବା ବେଲେ ଗୋଟେ ସୂତ୍ର। ଶୟତାନ ପରୀକ୍ଷା କରୁଛି, ସବୁ ରହିକି ମଧ୍ୟ ଜଣକୁ ପରୀକ୍ଷା କରୁଛି, ତୁମେ ଖାଇଦିଅ। ଶୟତାନ ଦେଖୁଛି ଏ ସ୍ଥାନରେ କିଛି ନାହିଁ, ତଥାପି ସେ କହୁଛି ଦେଖିଲେ ଗଛ ନାହିଁ, ପଥର ଅଛି, ପଥର ସହିତ ଆଉ ରୁଟି କରିକି ଖାଇଦିଅ। ଯୀଶୁ କହିଲେ ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ଈଶ୍ୱରଙ୍କ ମୁଖ ନିଃସୃତ ବାକ୍ୟରେ ବଞ୍ଚିବ। ଆୟୁବଙ୍କ ଜୀବନରେ ଯେତେବେଳେ ପରୀକ୍ଷା ଆସିଲା, ସେ ଗୋଟିଏ କଥା କହୁଛନ୍ତି, ମୁଁ ଆପଣାର ଆବଶ୍ୟକ ଆହାର ଠାରୁ ପ୍ରଭୁ ତୁମର ବାକ୍ୟକୁ ମୁଁ ଅଧିକ ସଞ୍ଚୟ କରିକି ରଖିଛି। ଖାଇବା ତ ଠିକ ଅଛି, କିନ୍ତୁ ଖାଇବା ଉପରେ ମଧ୍ୟ ଅନେକ ବିଷୟ ଅଛି ଯାହାକି ଆମମାନଙ୍କର ଆତ୍ମିକକୁ ଦୁର୍ବଳ କରିଦିଏ, ଆତ୍ମାଙ୍କର କାର୍ଯ୍ୟକୁ ଦୁର୍ବଳ କରିଦିଏ। ଯେତେବେଳେ ମୁଁ ଆଉ ଆମମାନଙ୍କ ଗହଣରେ ପ୍ରଭୁଙ୍କର ଦାସ ବିନୟ ଆଜ୍ଞା ଅଛନ୍ତି, ଆଉ ଯେତେବେଳେ ଥରେ କଥାବାର୍ତ୍ତା ହଉଥିଲି, ଯେତେବେଳେ ଯୋଉ ଟିପ୍ସ ଗୁଡାକ ମତେ ସେ ଦେଲେ, ମୁଁ ବିଷୟ ରହିକି ଜଣେ ପ୍ରଲୋଭନରେ ପଡି ଯାଉଛନ୍ତି, କିନ୍ତୁ ଯାହା ପାଖରେ କିଛି ନାହିଁ ସେ ପ୍ରଲୋଭିତ ହଉନାହାନ୍ତି। ଆତ୍ମାଙ୍କ ଉଦ୍ଦେଶ୍ୟରେ ବାଧ୍ୟତା ରୂପର ଫଳକୁ, ବୀଜକୁ ବୁଣୁଛନ୍ତି। ଯୀଶୁ ଆଉ ପ୍ରାନ୍ତରରେ କିଛି ନଥାଇକି ଯୀଶୁ ପ୍ରଲୋଭିତ ହେଲେ ନାହିଁ, କିନ୍ତୁ ସବୁ ରହିକି ଜଣେ କଣ ହଉଛନ୍ତି, ପ୍ରଲୋଭିତ ହଉଛନ୍ତି। ଶାରୀରିକ ଲୌକିକ ଗର୍ବ ଚକ୍ଷୁର ପ୍ରଲୋଭିତ ଉପରେ ଜଣେ କଣ କରୁଛି, ଆଉ କଣ କରୁଛି, ପଡି ଯାଉଛି ପାପରେ। ଏବଂ ସେମାନଙ୍କର ପରିଣାମ କଣ ହେଲା, ସେମାନଙ୍କର ପରିଣାମ ଅବାଦମଙ୍କୁ ଏଦୋମ ଉଦ୍ୟାନରୁ ତଡ଼ି ଦିଆଗଲା। ଶାରୀରିକର ଫଳକୁ ସେମାନେ କାଟୁଛନ୍ତି, ଯୋଉ ଏଦୋମ ଉଦ୍ୟାନରେ ସେମାନଙ୍କୁ ରଖାଗଲା, ସେମାନେ ସେଠାରୁ ବିତାଡ଼ିତ ହେଲେ। କିନ୍ତୁ ଯୀଶୁ ଏଦୋମ ଉଦ୍ୟାନର ବା ସ୍ୱର୍ଗ ରାଜ୍ୟର ଅଧିକାର ପ୍ରାପ୍ତ ହେଲେ। ସେ କହିଲେ, ଯେତେବେଳେ ପୁନରୁତ୍ଥାନ ପରେ ଯୀଶୁ କହିଲେ, ସ୍ୱର୍ଗ, ମର୍ତ୍ତ୍ୟ, ପାତାଳର ସମସ୍ତ ଅଧିକାର ମତେ ପ୍ରଦତ୍ତ ହୋଇଛି। ଦୁଇ ଜଣକୁ ପ୍ରଭୁ ଜଗତକୁ ପଠେଇଲେ, ପ୍ରଥମ କରି ସେମାନେ ଜଣେ ଅବାଧ୍ୟ ହେଲେ, ଜଣେ ବାଧ୍ୟ ହେଲେ। ଜଣେ ନିଜର ସମସ୍ତ ସୌନ୍ଦର୍ଯ୍ୟର ସେଇ ଏଦୋମ ଉଦ୍ୟାନକୁ ହରଉଛନ୍ତି, ଆଉ ଜଣେ କଷ୍ଟରେ ରହିକି, ଦୁଃଖରେ ରହିକି, ସମସ୍ତ ସମସ୍ୟାରେ ରହିକି ମଧ୍ୟ ସେ ଯେତେବେଳେ ବାଧ୍ୟତା ହେଲେ, ସେଇ କିଛି ବିଷୟକୁ ଅକ୍ତିଆର କରୁଛନ୍ତି। ଯୀଶୁ କହୁଛନ୍ତି ଯେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳର ସମସ୍ତ ଅଧିକାର ମତେ ଦତ୍ତ ହୋଇଛି। ଆଦମ ହବା ଈଶ୍ୱରଙ୍କ ଠାରୁ ସେମାନେ ଜାତ ହେଇଥିଲେ, କିନ୍ତୁ ସେମାନଙ୍କର ଜୀବନ କଣ ହେଲା, କ୍ଷଣିକ ସ୍ଥାୟୀ ହେଲା। ଅନେକ ବର୍ଷ ବଞ୍ଚିଲେ କିନ୍ତୁ ମରିଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କଣ କରନ୍ତି, ମୁଁ ଯୁଗେ ଯୁଗେ ଜୀବିତ ଅଟନ୍ତି। ପ୍ରଭୁ ଯୀଶୁ ସେ କଣ ଅଟନ୍ତି, ସେ ଚିର ଜୀବିତ ଅଟନ୍ତି। ସେ ଅନ୍ୟକୁ ଅଧିକାର ଦେବାର ବ୍ୟକ୍ତି ହେଇଗଲେ। ଅନ୍ୟକୁ ସେଇ ଏଦୋମ ଉଦ୍ୟାନ ରୂପ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାର ଅଧିକାର ତାଙ୍କୁ ପ୍ରଭୁ କଣ କରିଦେଲେ, ସକ୍ଷମ କରିଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକ, ଯେ ଶାରୀରିକ ଭାବରେ ଯଦି ବୁଣୁଛନ୍ତି, ଶାରୀରିକ ଭାବରେ ଅନେକ ବିଷୟକୁ ଆମମାନଙ୍କୁ ହଟେଇବାକୁ ପଡିବ। ଯଦି ଆମେ ଆତ୍ମାଙ୍କ ଉଦ୍ଦେଶ୍ୟ ଏବଂ ଶାରୀରିକ ଉଦ୍ଦେଶ୍ୟ, ଯଦି ଆତ୍ମାଙ୍କ ଉଦ୍ଦେଶ୍ୟରେ ଅଛୁ, ନିଶ୍ଚିତ ଭାବରେ ଏକ ସୁନ୍ଦର ଅଧିକାର ପ୍ରାପ୍ତ ବ୍ୟକ୍ତି ଭାବରେ ପ୍ରଭୁ ଆମମାନଙ୍କୁ କଣ କରିବେ, ଷ୍ଟାଣ୍ଡ କରିବେ। ଏକ ଅଧିକାର ପ୍ରାପ୍ତ ବ୍ୟକ୍ତି ଆମେ ହେବା। ଆମମାନଙ୍କୁ ପ୍ରଭୁ ସେଇ ଜାଗା ଆମମାନଙ୍କ ପାଇଁ ପ୍ରଭୁ ରଖିଛନ୍ତି, ସେଇ ଜାଗାରେ ଆମମାନଙ୍କୁ ପ୍ରଭୁ ଠିଆ କରିବେ। ଯୋଉ ଜାଗା ଆମମାନଙ୍କୁ ପ୍ରଭୁ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ସେଇ ଜାଗାକୁ ଆମମାନଙ୍କୁ ପ୍ରଭୁ ନେଇକି ଯିବେ। ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣିବା ବେଳେ ବେଳେ ଆମମାନଙ୍କର ଖାଇବା ଉପରେ ବିରାଟ ବଡ ପ୍ରଲୋଭନ ଆସେ। ସବୁ ରହିକି ମଧ୍ୟ ଆମେ ପ୍ରଲୋଭନରେ ପଡିଯାଉ। ଦାନିଏଲ ଗୋଟିଏ କଥା କହିଲେ, ଆମେ ସେ ରାଜାଙ୍କର ଆହାରରେ ଆମେ ଖାଇବୁ ନାହିଁ। ଯାହା ପରମେଶ୍ୱରଙ୍କର ଇଚ୍ଛା ଅଛି ସେଇ ଖାଦ୍ୟ ଖାଇଲେ ସମସ୍ତଙ୍କ ଠାରୁ ସେମାନେ ଲେଖାଯାଏ ସମସ୍ତଙ୍କ ଠାରୁ ସୁନ୍ଦର ଦେଖା।
ମୋର ପ୍ରିୟ ପ୍ରଭୁଙ୍କ ଲୋକ, ଆଜି ଯଦି ଆମେ କିଛି ବିଷୟକୁ ଦେଖି କିଛି ବିଷୟକୁ ଚିନ୍ତା କରୁ, ମୋର ଶରୀର ଯେତିକି ଏଲାଉ କରିବ ସେ ତାଠାରୁ ଅଧିକ ବେଳେ ବେଳେ ଆମେ କଣ ହେଇଯାଉ, ପ୍ରଲୋଭିତ ହେଇଯାଉ। ସେଥିପାଇଁ ବିନୟ ଆଜ୍ଞା ମତେ କହୁଥିଲେ ଗୋଟେ କଥା, ଯୋଉଟା କି କେପାସିଟି ଭିତରେ ରହିକି ଯଦି ତୁମେ କିଛି ବିଷୟ ଖାଇବ, ଶରୀରର ସୌନ୍ଦର୍ଯ୍ୟ ବଢିବ ଏବଂ ଆତ୍ମାରେ ମଧ୍ୟ ଆମେ ସୌନ୍ଦର୍ଯ୍ୟ ହେଇପାରିବା। ଏଇ ସ୍ଥାନରେ ଯେତେବେଳେ ଦେଖୁଛୁ ଖାଇବା ଉପରେ ଦି ଜଣକୁ ପ୍ରଲୋଭନ ଆସିଲା, ଜଣେ ଆତ୍ମାଙ୍କର ଖାଦ୍ୟକୁ ପସନ୍ଦ କରୁଛନ୍ତି, ଜଣେ ଶାରୀରିକ ଖାଦ୍ୟକୁ ପସନ୍ଦ କରୁଛନ୍ତି। ପାଉଲ ଗୋଟିଏ କଥା କୁହନ୍ତି ଫିଲିପିଓ ପୁସ୍ତକରେ 3:15-18 ଦେଖିବେ, ଯୋଉମାନେ କୃଷର ଶତ୍ରୁ, ଯୋଉମାନେ ଯୀଶୁଙ୍କର ଆଜ୍ଞା ଅନୁସାରେ ଚାଲନ୍ତି ନାହିଁ, ସେମାନଙ୍କ ବିଷୟରେ ଗୋଟିଏ କଥା କହନ୍ତି, ଉଦର ସେମାନଙ୍କର ଦେବତା। ସେମାନେ ନିଜର ଉଦରକୁ ନିଜର ପ୍ରଭୁ ବୋଲି ମାନନ୍ତି। ଯାହା ଆସୁଛି ଖାଇବି, ଆତ୍ମା ପରେ ଦୁର୍ବଳ ହେଇଯାଉ ସତ, କିନ୍ତୁ ଶରୀର ସବଳ ହେବା ଦରକାର। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆତ୍ମିକ ଆହାର ପ୍ରତି ଆମମାନଙ୍କୁ ଲଢାଇତ ହେବାର ଅଛି। ଆତ୍ମାଙ୍କ ଉଦ୍ଦେଶ୍ୟରେ ଏକ ବାଧ୍ୟତା ରୂପ ବୀଜ ବୁଣିବାର ଅଛି। ଆଉ ଦୁଇ ଜଣଙ୍କ ପାଖକୁ ମୁଁ ନେଇକି ଯିବି ଆପଣଙ୍କୁ। ଅନୁତାପ ରୂପ ବୀଜ ଲୁକ ପୁସ୍ତକରେ ଲେଖାଯାଏ। ପ୍ରଥମ ବିଷୟ ଦେଖିଲୁ ମାଥ୍ୟୁ ପୁସ୍ତକ 4:1 ଆଉ ତାର 11 ପଦ ଲେଖାଯାଏ ଏବଂ ଆଦି ପୁସ୍ତକ 3 ଅଧ୍ୟାୟରେ ଲେଖାଯାଏ। ଦ୍ୱିତୀୟ ବିଷୟ ଦେଖୁଛୁ ଲୁକ 23:39-43 ଭିତରେ ଯୀଶୁଙ୍କର ଦୁଇ ପାର୍ଶ୍ୱରେ ଥିବା ଜଣେ ଚୋରଙ୍କ ବିଷୟରେ ଲେଖା। ଅନୁତାପ ରୂପ ବୀଜକୁ ଶେଷ ଟାଇମରେ ବୁଣିକି ଚାଲିଗଲା। ଯୀଶୁଙ୍କ ପାଖରେ ଫ୍ୟୁ ମୋମେଣ୍ଟ ବା ଅଳ୍ପ ସମୟ ଅନୁତାପ କରିବା ପାଇଁ, ଅଳ୍ପ ସମୟ ଇସ୍କରିୟତ ଯିହୁଦା ଶାରୀରିକ ଭାବରେ ଅନୁତାପ କରୁଛନ୍ତି। ମାଥ୍ୟୁ ପୁସ୍ତକ 27:3-5। କିନ୍ତୁ ଏଇ ଯୋଉ ଚୋର ଅନୁତାପ ରୂପ ଦି ଜଣ ଅନୁତାପ କରିଛନ୍ତି, ଜଣେ ଯୀଶୁଙ୍କ ପରେ ଆଉ ଜଣେ ଯୀଶୁଙ୍କୁ ପାଖରେ ଥିବା ବେଳେ। ଯେତେବେଳେ ମାଥ୍ୟୁ 27 ଅଧ୍ୟାୟ ଦେଖିବେ, ଇସ୍କରିୟତ ଯିହୁଦା ନିଜର ଭୁଲକୁ ବୁଝିଲେ ଏବଂ ସେଇ ଟଙ୍କା ଗୁଡାକ, ଯୋଉ ଟଙ୍କାରେ କି ଯୀଶୁଙ୍କୁ ବିକ୍ରି କରିଥିଲେ, ନେଇକି ସେ କରଗ୍ରାହୀ ଫାରୁସୀ ମାନଙ୍କ ନିକଟକୁ ନେଇକି ଯାଉଛନ୍ତି, ତୁମେ ତୁମର ଟଙ୍କା ନେଇଯାଅ। କିନ୍ତୁ ଫାରୁସୀ କରଗ୍ରାହୀ ମାନେ କହୁଛନ୍ତି, ଆଉ ବେଳ ନାହିଁ ରେ ବାପା, ତୋ କଥା ତୁ ବୁଝେ, ଆମ କାମ ସଫଳ ହେଇଗଲା। ଯୀଶୁଙ୍କ ଥିବା ଅବସ୍ଥାରେ ଅନୁତାପ କରିପାରିଲେ ନାହିଁ। ଯୀଶୁଙ୍କ ପାଖରେ ବର୍ଷ ବର୍ଷ ରହିଲେ, ଯୀଶୁଙ୍କ ସହିତ ଗମନ କଲେ, ଯୀଶୁଙ୍କ ସହିତ ଗୋଟିଏ ଜାଗାରେ ବସିଲେ, ଯୀଶୁଙ୍କ ସହିତ ବିଭିନ୍ନ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିଲେ, ଯୀଶୁଙ୍କ ସହିତ ଅନେକ ସହଭାଗିତା କରିଲେ। 3.5 ବର୍ଷ ଯୀଶୁଙ୍କ ସହିତ ରହିକି ମଧ୍ୟ ଅନୁତାପର ସମୟକୁ ହରେଇ ଦେଲେ। ବାରମ୍ବାର ଯୀଶୁ ଗୋଟିଏ କଥା କହୁଛନ୍ତି, ତୁମମାନଙ୍କ ମଧ୍ୟରୁ ମତେ ଜଣେ କେହି ଶତ୍ରୁ ହସ୍ତରେ ସମର୍ପଣ କରିବ। ଇସ୍କରିୟତ ଭଲ ଭାବରେ ଜାଣୁଥିଲେ ସେଇ ବ୍ୟକ୍ତି ଆଉ କେହି ନୁହନ୍ତି ମୁଁ, କିନ୍ତୁ ଅନୁତାପ କରିପାରୁନାହାନ୍ତି। କିନ୍ତୁ ଏଇ ଯୋଉ ବ୍ୟକ୍ତି ଚୋର, ଗୋଟେ ଫ୍ୟୁ ମୋମେଣ୍ଟ ଆସିଲା ତାଙ୍କ ପାଖ, ଅନ୍ୟ ଚୋର ପ୍ରଭୁଙ୍କୁ ପରିହାସ କରୁଛନ୍ତି। ଏଇ ଯୋଉ ଚୋରଙ୍କ ବିଷୟରେ ମୁଁ ଥରେ ଆଉ ଗ୍ରୁପରେ ଲେଖିକି ଛାଡିଥିଲି ପ୍ରାୟ 10ଟା ବିଷୟ। ଏଇ ଚୋର ଫ୍ୟୁ ମୋମେଣ୍ଟରେ ଯୀଶୁଙ୍କୁ ଜାଣିପାରୁଛନ୍ତି, ଯଦି ସ୍ୱୟଂ ଈଶ୍ୱର, ଏ ଜାଣିପାରୁଛନ୍ତି ସ୍ୱୟଂ ଯୀଶୁ, ଏ ଜାଣିପାରୁଛନ୍ତି ଏ ମନୁଷ୍ୟ ପୁତ୍ର ଅଟନ୍ତି। କେତେ ପ୍ରକାର ବିଷୟ ଫ୍ୟୁ ମୋମେଣ୍ଟରେ ସେ କହିଦେଲେ। ସେ କହିଲେ, ତୁ କଣ ଈଶ୍ୱରଙ୍କୁ ମଧ୍ୟ ଭୟ କରୁନାହୁଁ? ଏଇ ଯୋଉ କୃଷରେ ହତ ହେଇଛନ୍ତି, ସର୍ବ ଜଗତର ମାନବ ଜାତିର ଉଦ୍ଧାର ନିମନ୍ତେ ଯେତେବେଳେ କୃଷରେ ଟାଙ୍ଗିଛନ୍ତି, ଚୋର ଜାଣିପାରୁଛନ୍ତି ଏ ସ୍ୱୟଂ ଈଶ୍ୱର ଅଟନ୍ତି। ଚୋର ଜାଣିପାରୁଛନ୍ତି, ଗୋଟିଏ କଥା କହୁଛନ୍ତି, ହେ ଯୀଶୁ, ଜାଣୁଛନ୍ତି ଈଶ୍ୱର, ଜାଣୁଛନ୍ତି ଯୀଶୁ ଏବଂ କହୁଛନ୍ତି ଏହି ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି। ସେଇ ସ୍ୱୟଂ ଈଶ୍ୱର ଜଗତକୁ ଏକ ବ୍ୟକ୍ତି ଭାବରେ ଆସିଥିଲେ, ତାହା ମଧ୍ୟ ସେ ଜାଣୁଛନ୍ତି।
এই 10ଟି ବିଷୟକୁ ବ୍ୟାଖ୍ୟା କରିବା ପାଇଁ ସମୟ ନାହିଁ, କିନ୍ତୁ କେତେଟା ବିଷୟ କହିଲି। ଏଇ ବ୍ୟକ୍ତି କଣ କରୁଛନ୍ତି? ଯୀଶୁଙ୍କୁ ଈଶ୍ୱର ବୋଲି ଜାଣିପାରିଲେ। ସେଇ ଫ୍ୟୁ ମୋମେଣ୍ଟରେ এই ବ୍ୟକ୍ତି ଯୀଶୁଙ୍କୁ ଯୀଶୁ ପ୍ରଭୁ ବୋଲି ଜାଣିପାରୁଛନ୍ତି ଏବଂ କହୁଛନ୍ତି ଏ ବ୍ୟକ୍ତି ଜଗତର ନୁହଁ, ସେଥିପାଇଁ କହୁଛନ୍ତି ପ୍ରଭୁ ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମତେ ସ୍ମରଣ କରିବେ। ସେ ଜାଣୁଛନ୍ତି ଏ ଅନ୍ୟ ସ୍ୱର୍ଗ ରାଜ୍ୟର ରାଜା ଅଟନ୍ତି। ଏ ଜାଣୁଛନ୍ତି ଆଙ୍କର ରାଜ୍ୟ ଆଉ ଗୋଟେ ରାଜ୍ୟ ଅଛି, ଆଉ ସେ ଜାଣୁଛନ୍ତି ସେ ରାଜ୍ୟର ଏହି ରାଜା ଏହି ସ୍ୱର୍ଗକୁ ମତେ ନେଇପାରିବେ। এই ফিউ মোমেন্ট চিন্তা করন্তু, ফিউ মোমেন্ট ভিতরে ସମୟର ସତ୍ ଉପଯୋଗ ବ୍ୟବହାର କରୁଛନ୍ତି। ସେ ଛାଡି ଯେ ଅଳ୍ପ ସମୟ ପରେ ସବୁ ବିଷୟ ଗଡ଼ବଡ଼ ହେଇଯିବ। ସେ ଦେଖିଲେ ଯଦି ମୁଁ ଯୀଶୁଙ୍କୁ ମୋ ପାଖରେ ପାଇଛି, ଯଦି ଏଇ ମୋମେଣ୍ଟକୁ ଯଦି ମୁଁ ହରେଇ ଦେବି ଜୀବନ ସାରା ଅନନ୍ତ ନର୍କ। କିନ୍ତୁ ସେ କଣ କରୁଛନ୍ତି? ଫ୍ୟୁ ମୋମେଣ୍ଟରେ। କିନ୍ତୁ ଆଉ ଗୋଟିଏ ଚୋର କଣ କରୁଛନ୍ତି? ଶାରୀରିକ ଭାବରେ କିଛି ରକ୍ଷା ପାଇଯିବା ପାଇଁ ଚିନ୍ତା କଲେ, ଅନୁତାପ କରିପାରିଲେ ନାହିଁ। ଇସ୍କରିୟତ ଯିହୁଦା ପରେ ଯାଇକି ଯୀଶୁଙ୍କ ପରେ, ଯୀଶୁ ଯେତେବେଳେ କୃଷ କାଠରେ ଅର୍ଡର ହେଇଗଲା ଝୁଲିବା ପାଇଁ, ଯୀଶୁଙ୍କର ସମସ୍ତ ଆଉ କଷ୍ଟ ଯନ୍ତ୍ରଣା ଆରମ୍ଭ ହୋଇଗଲା, ଯୀଶୁ ଆଉ ପାଖରେ ନାହାନ୍ତି, ଅନ୍ୟ ଜାଗାରେ ଯାଇକି ଅନୁତାପ କରୁଛନ୍ତି। ସମୟ ଚାଲିଗଲା ପରେ ଆମର ଅନୁତାପ କିଛି କାମ କରିବ ନାହିଁ। ଯୀଶୁଙ୍କ ସହଭାଗିତାରେ ଅଛୁ, ଯୀଶୁଙ୍କ ସହିତ ଅଛୁ। ଆମମାନଙ୍କୁ ଅନୁତାପର ସମୟକୁ ଏ ପ୍ରକାର ଆମେ କଣ କରୁ? ବୀଜଟା ବୁଣିକି ଚାଲୁ, ଅନୁତାପ କରି କରିକି ଚାଲୁ। ଜଣେ ବ୍ୟକ୍ତି ଗୋଟେ ମ୍ୟାଗାଜିନରେ ଏ ପ୍ରକାର ଭାବରେ ଲେଖନ୍ତି, ଯେତେବେଳେ ସମସ୍ତଙ୍କର ବିଚାର ହେଲା, ଜଣେ ଭାଇଙ୍କର ଜଣେ ବ୍ୟକ୍ତିଙ୍କର ମଧ୍ୟ ବିଚାର ହେଲା, ତାଙ୍କୁ ତାର ବିଚାରରେ ସେ ନରକ ଯିବା ପାଇଁ କଣ ହେଲେ? ଯୋଗ୍ୟ ହେଲେ। ଅନେକ ଲୋକ ସ୍ୱର୍ଗକୁ ଯାଉଛନ୍ତି ଆନନ୍ଦ କରି କରୁ, ଏବଂ ଆଉ ଜଣେ କାନ୍ଦି କାନ୍ଦି ଆଉ କେତେ ଲୋକ ନରକକୁ ଯାଉଛନ୍ତି। ସେ ନରକର ସମସ୍ତ ଚିତ୍ରକୁ ସେ ଦେଖି ପାରୁଛନ୍ତି ଏବଂ ପ୍ରଭୁଙ୍କୁ ଗୋଟିଏ କଥା କହିଲେ, ପ୍ରଭୁ ମୁଁ ସେ ନରକକୁ ଦେଖୁଛି ଏବଂ ସ୍ୱର୍ଗକୁ ଦେଖୁଛି। ଗୋଟିଏ ରାସ୍ତାରେ ଠିଆ ହେଇଗଲେ ଏବଂ ଯୀଶୁଙ୍କୁ କହୁଛନ୍ତି, ପ୍ରଭୁଙ୍କୁ କହୁଛନ୍ତି 5 ମିନିଟ ପାଇଁ ପ୍ରଭୁ ମତେ ପୁନର୍ବାର ଜଗତକୁ ମନୁଷ୍ୟ କରିକି ଛାଡି ଦିଅ। ପ୍ରଭୁ କହିଲେ କଣ ପାଇଁ? 5 ମିନିଟ ପାଇଁ କହିଲେ ମୁଁ ଯିବି ମନୁଷ୍ୟ ହେଇକି ପୁଣି ଜଗତକୁ। 5 ମିନିଟ ଭିତରେ ଆପଣଙ୍କୁ ବିଶ୍ୱାସ କରିବି, ଆପଣଙ୍କୁ ଗ୍ରହଣ କରିବି ଏବଂ ଆସିବି, ଯଦ୍ୱାରା ମୁଁ ସ୍ୱର୍ଗକୁ ଯାଇପାରିବି। ପ୍ରଭୁ କହିଲେ ଅନେକ ବର୍ଷ ତୋ ପାଇଁ ମୁଁ ଦେଇଥିଲି, ଅନେକ ବର୍ଷ, ଅନେକ ମାସ, ଅନେକ ଦିନ ତୋ ପାଇଁ ମୁଁ ଦେଇଥିଲି, ଅନେକ ଗୁଡ୍ ଅପରଚ୍ୟୁନିଟି ତୋ ପାଇଁ ଆସିଥିଲା। ଏଇବେଳକୁ ଅନୁତାପ କରିପାରିଲୁ ନାହିଁ, ଆଉ ତୋ ଉପରେ କଣ ଭରସା ଅଛି ମୁଁ ତୋତେ 5 ମିନିଟ ପାଇଁ ଜଗତକୁ ପଠେଇବି? ଦେଖନ୍ତୁ ଇସ୍କରିୟତ ଯିହୁଦା ସେ କଣ କଲେ? ଅନୁତାପ କରିପାରିଲେ ନାହିଁ, ଜୀବନକୁ ହରେଇଲେ। ଶାରୀରିକ ଉଦ୍ଦେଶ୍ୟରେ କାଟୁଛନ୍ତି ଜୀବନକୁ। କଣ କଲେ? ଇସ୍କରିୟତ ଯିହୁଦା ସେ କଣ କଲେ? ନିଜର ଜୀବନକୁ ହରଉଛନ୍ତି, ନିଜର ଜୀବନକୁ ହରେଇଲେ। କିନ୍ତୁ ଏଇ ବ୍ୟକ୍ତି ଜୀବନକୁ ପାଉଛନ୍ତି। କହିଲେ ମରିଗଲେ ଶାରୀରିକ ଭାବରେ, କିନ୍ତୁ ଯୀଶୁ କହୁଛନ୍ତି ଆଜି ତୁମେ ମୋ ସହିତ କଣ ହବ? ପାରଦୀସରେ ଉପସ୍ଥିତ ହବ। ଯେ ଆପଣ ଶରୀର ରୂପ ଉଦ୍ଦେଶ୍ୟରେ, ଆତ୍ମାଙ୍କ ଉଦ୍ଦେଶ୍ୟରେ ଅନୁତାପ କରିକି ଚାଲେ, ପ୍ରଭୁ ତାଙ୍କୁ ଏକ ସୁନ୍ଦର ବିଷୟ ଦିଅନ୍ତି। ଆତ୍ମାଙ୍କର ଫଳକୁ ସେ କାଟୁଛନ୍ତି। ଜୀବନର ସମସ୍ତ ଦିନ, ଏଇ ଚୋରଙ୍କ ବିଷୟରେ ଯେତେବେଳେ ଷ୍ଟଡି କରୁଥିଲି, ସମସ୍ତ ଦିନ ଚୋରି କରି କରି ବିଭିନ୍ନ କାର୍ଯ୍ୟ କରିକି ଆସୁଛନ୍ତି, କିନ୍ତୁ ଗୋଟିଏ ଫ୍ୟୁ ମିନିଟ ଭିତରେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣି ଦଉଛନ୍ତି, ଅନୁତାପ କରିଦଉଛନ୍ତି, ସମୟକୁ ଠିକ ଭାବରେ ବ୍ୟବହାର କରୁଛନ୍ତି। ଚୋର ଯୀଶୁଙ୍କୁ ଜାଣିନଥିଲା, କିନ୍ତୁ ଇସ୍କରିୟତ ଯୀଶୁଙ୍କୁ ଜାଣିଥିଲା। ଚୋରଙ୍କ ପାଖରେ ସମୟ ନାହିଁ, ଖାଲି ଚୋରି କରିବାର ସମୟ ତାଙ୍କ ପାଖରେ ଥିଲା, କିନ୍ତୁ ଇସ୍କରିୟତ ତାଙ୍କ ପାଖରେ ଅନେକ ସମୟ ଥିଲା। ଚୋରଙ୍କ ପାଖରେ ଅନେକ ବିଷୟର କଣ ଥିଲା? ଅନେକ ବିଷୟର ଦ୍ୱନ୍ଦ୍ୱ ଥିଲା, କିନ୍ତୁ ଯୀଶୁ
ଯୀଶୁଙ୍କ ପାଖରେ ରହିକି ଇସ୍କରିୟତ ପାଖରେ କିଛି ଦ୍ୱନ୍ଦ୍ୱ ନଥିଲା, ତାକୁ ଠିକ ଭାବରେ ବ୍ୟବହାର କରିପାରିଲେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତାହାପରେ ଯେତେବେଳେ ପରିଣାମ କଣ ହଉଛି, ଚୋର କୃଷ କାଠରୁ, ମତେ ଯାହା ପ୍ରଭୁ କହିଲେ ମୁଁ କହୁଛି, ଚୋର କୃଷ କାଠରୁ ଉଦ୍ଧାର ପାଇଗଲା, ରକ୍ଷା ପାଇଗଲା। କୃଷ କାଠ ତାଙ୍କ ପାଇଁ ବି ଗୋଟେ କୃଷ କାଠ ଥିଲା, ସେ କୃଷ କାଠରୁ ଉଦ୍ଧାର ପାଇଗଲା। କିନ୍ତୁ ଇସ୍କରିୟତ ଯିହୁଦା ଫାଶୀ କାଠରେ ଆପଣର ଜୀବନ ପହରେଇ ଦେଲେ। କାଠ, ଜଣେ କୃଷ କାଠରୁ ଜୀବନ ପାଇଗଲା, ଆଉ ଜଣେ ଫାଶୀ କାଠରେ ଆପଣର ଜୀବନକୁ ହରେଇ ଦେଲା। ଇସ୍କରିୟତ ଯିହୁଦା ନିଜର ଜୀବନକୁ ହରେଇଲା ସହିତ ନିଜର ପଦକୁ ହରେଇ ଦେଲା। ଏ ବ୍ୟକ୍ତି ପାରଦୀସର ଗୋଟିଏ ସଭ୍ୟ ଭାବରେ ନାମାଙ୍କିତ ହେଇଗଲା। ଏ ବ୍ୟକ୍ତି ପାରଦୀସର ଗୋଟିଏ ସଭ୍ୟ ଭାବରେ ତାଙ୍କୁ ଯୋଗ୍ୟ ବିବେଚିତ କରାଗଲା। ଚୋର ଇସ୍କରିୟତ ଯିହୁଦା ନିଜର ଜାଗା, ଯୋଉ ଜାଗାରେ କି ଇସ୍କରିୟତ ଯିହୁଦା ଫାଶୀ ହେଲେ, ଆଉ ସେ ଯୋଉ ଜାଗାରେ ପଡିଲେ, ଆଉ ସେ ଜାଗାକୁ ରକ୍ତ କ୍ଷେତ୍ର ବୋଲିକି କୁହାଗଲା। ସେ ଜାଗା ଅଭିଶପ୍ତ ହେଇଗଲା। କିନ୍ତୁ ଏଇ ଯୋଉ ଚୋର ଆତ୍ମାଙ୍କ ଉଦ୍ଦେଶ୍ୟରେ ଅନୁତାପ କରିଦେବାରୁ ଏକ ପାରଦୀସର ଜାଗା ସେ ପାଇଗଲା। ଦେଖନ୍ତୁ, ଆତ୍ମାଙ୍କର ଉଦ୍ଦେଶ୍ୟରେ ଯେଉଁମାନେ ପୁଣି ଦିଅନ୍ତି, ପ୍ରଭୁ ସେମାନଙ୍କ ପାଇଁ ଏତେ ସୁନ୍ଦର। ସେ ଗୋଟେ ପାରଦୀସର ଗୋଟେ ସଭ୍ୟ ହେଇଗଲେ, ପାରଦୀସର ଜାଗା ପରି ଗୋଟେ ଜାଗା ପାଇଗଲେ। ପ୍ରଭୁଙ୍କର ସମ୍ମୁଖରେ ସେ କୃଷ, ସେଇ କାଠରୁ ସେ ଜୀବନ ପାଇକି ଚାଲିଗଲେ। କିନ୍ତୁ ଇସ୍କରିୟତ ଯିହୁଦା ଜୀବନର ଅନେକ ଦିନ ରହିଲା ପରେ କଣ ହଉଛନ୍ତି, ତାର ଜୀବନକୁ ସେ ହରେଇ ଦେଲେ, ତାର ପଦକୁ ହରେଇ ଦେଲେ, ତାର ସ୍ଥାନକୁ ହରେଇ ଦେଲେ। କିଛି ଲାଭ ହେଲା ନାହିଁ। ଯୀଶୁଙ୍କ ପାଖରେ ରହି ରହିକି ମଧ୍ୟ କିଛି ଲାଭ ହେଲା ନାହିଁ। ହୁଏତ ପ୍ରଭୁ ବାରମ୍ବାର କହିବାର ଉଦ୍ଦେଶ୍ୟ କହୁଥିଲେ, ତୁମମାନଙ୍କ ଭିତରୁ ମତେ ଜଣେ ଶତ୍ରୁ ହସ୍ତରେ ସମର୍ପଣ କରିବେ, ଏହା ତାଙ୍କ ପାଇଁ ସୁଯୋଗ ଥିଲା କି? ଏହା ପାଇଁ ତାଙ୍କ ପାଇଁ ପ୍ରଭୁ ସୁଯୋଗ ଆଣି ଦଉଥିଲେ କି ଅନୁତାପ କରିବା ପାଇଁ? ଆଜି ବାରମ୍ବାର ପ୍ରଭୁ ଆମମାନଙ୍କୁ ବିଭିନ୍ନ ଭାବରେ କଥା କହିକି ଆସନ୍ତି, ବିଭିନ୍ନ ଭାବରେ କଥା କୁହନ୍ତି। ଆମେ ଆମର କୌଣସି ବିଷୟ ପାଇଁ ଆଜି ଆମ ଅନୁତପ୍ତ, ସମୟର ଠିକ ବ୍ୟବହାର ଆମକୁ କରିବାକୁ ପଡିବ। ତୃତୀୟ ବିଷୟ, ଆଉ ଦୁଇ ଜଣଙ୍କ ବିଷୟରେ କହିବି। ଦୂର ବିଶ୍ୱାସ ରୂପ ବୀଜ ବୁଣିବାର ଅଛି। ଦୂର ବିଶ୍ୱାସ, ବିଶ୍ୱାସ ଏବଂ ଦୂର ବିଶ୍ୱାସ ଲେଖାଯାଏ ଯହୋଶୁଆ ପୁସ୍ତକ 2 ଅଧ୍ୟାୟରେ। ଏବଂ କ୍ଷଣୀୟ ବିଶ୍ୱାସ, ଶାରୀରିକ ଉଦ୍ଦେଶ୍ୟରେ ବିଶ୍ୱାସ, ଯୋଉଟା କ୍ଷଣୀୟ ବା ଅଳ୍ପ ଦୂରଦୃଷ୍ଟି, ପ୍ରେରିତ ପୁସ୍ତକ 5 ଅଧ୍ୟାୟରେ ଲେଖାଯାଏ। ଦୁଇ ଜଣଙ୍କର ଚିତ୍ରକୁ ଦେଖୁ, ସେଇଟା ମଧ୍ୟ ହନାନୀୟ ସଫିରା ଏବଂ ଆଉ ଜଣେଙ୍କର ବ୍ୟକ୍ତି ଯହୋଶୁଆ ପୁସ୍ତକରେ ଜଣେ ରାହାବ ବୋଲି ଗୋଟେ ସ୍ତ୍ରୀ ଲୋକ। ତାଙ୍କର ଚରିତ୍ର ଆପଣ ସମସ୍ତେ ଜାଣନ୍ତି ଯେ ବେଶ୍ୟା ବୋଲି ନାମାଙ୍କିତ ଅଟେ। ତା ଜୀବନର ସମସ୍ତ ଦିନ ବେଶ୍ୟା ଭାବରେ ଜୀବନ କାଟୁଥିବା ବ୍ୟକ୍ତି, ଗୋଟେ କଳଙ୍କିତ ସ୍ତ୍ରୀ ଲୋକ ଥିଲା, ଚରିତ୍ରହୀନା ସ୍ତ୍ରୀ ଲୋକ ଥିଲା। ଜଗତରେ, ସଂସାରରେ, ସମାଜରେ ତାଙ୍କୁ ନାମାଙ୍କିତ କରାଯାଇଛି ରାହାବ ବେଶ୍ୟା। ଏବଂ ହନାନୀୟ ସଫିରା ଏକ ମଣ୍ଡଳୀରେ, ଆତ୍ମାଙ୍କ ଅଭିଷିକ୍ତ ମଣ୍ଡଳୀରେ, ପ୍ରେରିତକ ଯୁଗରେ ପବିତ୍ର ଆତ୍ମାଙ୍କର ଅଭିଷେକ ପାଇକି ବିଭିନ୍ନ ଆଶ୍ଚର୍ଯ୍ୟ କାର୍ଯ୍ୟ ହଉଛି, ପ୍ରଚାର ହଉଛି, ବାକ୍ୟ ଆଉ ଆଶ୍ଚର୍ଯ୍ୟ କାର୍ଯ୍ୟ, ଲୋକମାନେ ସୁସ୍ଥ ଲାଭ କରୁଛନ୍ତି। ଆତ୍ମାଙ୍କର ସହଭାଗିତା, ଆତ୍ମାଙ୍କ ସହଭାଗିତାର ମଣ୍ଡଳୀରେ ରହିକି ହନାନୀୟ ସଫିରାଙ୍କର ଦୂର ବିଶ୍ୱାସ ହେଇପାରୁନାହିଁ। କିନ୍ତୁ ଏଇ ରାହାବ ଗୋଟିଏ କଳଙ୍କିତ ସମାଜ ଭିତରେ ରହି ତାର ଦୂର ବିଶ୍ୱାସକୁ ଦେଖ। ଦି ଜଣ ଲୁଚେଇଥିବା ବ୍ୟକ୍ତି, ଜଣେ ଆତ୍ମାଙ୍କ ଉଦ୍ଦେଶ୍ୟରେ ଲୁଚେଇଛନ୍ତି, ଆଉ ଜଣେ ଶାରୀରିକ ଉଦ୍ଦେଶ୍ୟରେ ଲୁଚେଇଛନ୍ତି। ଦି ଜଣ ଯାକ ଲୁଚେଇବା ବ୍ୟକ୍ତି। ଏଇ ଯୋଉ ରାହାବ ସଦାପ୍ରଭୁ ପରମେଶ୍ୱରଙ୍କର ଲୋକମାନଙ୍କୁ ସେ ଆପଣର ଜିରିହ ନଗରରେ ଲୁଚେଇକି ରଖିଲେ। ଜାଣିଲେ ଏମାନଙ୍କ ଦ୍ୱାରା ଯୋଉ ଶୁଣେ ଏବଂ କହୁଛନ୍ତି ସେ, ହଁ ମୁଁ ଜାଣେ
ଯେ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ମହାନ ଅଟନ୍ତି। ସେ ମିଶର ଦେଶରୁ ତାଙ୍କର ବଳବନ୍ତ ଆଶ୍ଚର୍ଯ୍ୟ ପରାକ୍ରମ ହସ୍ତ ଦ୍ୱାରା ଆଉ ଇସ୍ରାଏଲକୁ ଉଦ୍ଧାର କରି ଆଣିଛନ୍ତି। ମିନ୍ସ ଏ ଜିରିହ ନଗର ମଧ୍ୟ ପ୍ରଭୁ କଣ କରିବେ ପରାସ୍ତ କରିବେ। ଏ ଜିରିହ ନଗରକୁ ମଧ୍ୟ ତାଙ୍କ ଲୋକମାନଙ୍କୁ ଦେବେ। ସେଥିପାଇଁ ସେ ଗୋଟିଏ କଥା କହୁଛନ୍ତି ଏବଂ ତାଙ୍କର ଲୋକମାନଙ୍କୁ ଝିଅ ସିଓ ପଠେଇଥିବା ସେଇ ଆଉ ଲୋକମାନଙ୍କୁ ଲୁଚେଇଲେ ଏବଂ କହୁଛନ୍ତି ଆପଣମାନେ ଯେତେବେଳେ ଜିରିହ ନଗରକୁ ଅକ୍ତିଆର କରିବାକୁ ଆସିବ ମତେ ଏବଂ ମୋ ପରିବାରକୁ ରକ୍ଷା କରିବ। ଗୋଟିଏ ବେଶ୍ୟା ସ୍ତ୍ରୀ ଲୋକଙ୍କର ଦୂରବିଶ୍ୱାସକୁ ଦେଖନ୍ତୁ, ଦୂରଚିନ୍ତାକୁ ଦେଖନ୍ତୁ, ସଦାପ୍ରଭୁ ପରମେଶ୍ୱରଙ୍କର କାର୍ଯ୍ୟକୁ ସେ କଣ କରୁଛନ୍ତି ବିଶ୍ୱାସ କରିପାରୁଛନ୍ତି। ହଁ, ମିଶରରୁ ତୁମର ଇସ୍ରାଏଲ ଲୋକମାନଙ୍କୁ ପ୍ରଭୁ ଉଦ୍ଧାର କରିଛନ୍ତି ମାନେ, ପରାକ୍ରାନ୍ତ ବାହୁବଳରେ ଉଦ୍ଧାର କରିଛନ୍ତି ମାନେ ଏଇ ଜିରିହ ନଗର ମଧ୍ୟ ତାଙ୍କର ଅକ୍ତିଆରକୁ ଚାଲିଯିବ। ଆମେ ସମସ୍ତେ ମରିଯିବୁ। ସେଥିପାଇଁ ସେ ବିଶ୍ୱାସ ସହକାରେ ତାଙ୍କର ଲୋକମାନଙ୍କୁ ଲୁଚେଇକି ରଖୁଛନ୍ତି। ରାହାବ ପ୍ରଭୁଙ୍କ ବିଷୟ ଶୁଣି ବିଶ୍ୱାସ କଲେ, କିନ୍ତୁ ହନାନୀୟ ସଫିରା ପବିତ୍ର ଆତ୍ମାଙ୍କ ଉପସ୍ଥିତିରେ ରହି ମଧ୍ୟ ପ୍ରଭୁଙ୍କୁ ଠିକ ସେ ଜାଣିପାରିନାହାନ୍ତି। ଠିକ ସେ ସେମାନେ ଦୂରଦୃଷ୍ଟି କରିପାରିନାହାନ୍ତି। ସେମାନେ ମଧ୍ୟ ଲୁଚେଇକି ରଖିଲେ ଶାରୀରିକ ଭାବରେ କିଛି ବିଷୟ ପାଇଁ। ସେଥିପାଇଁ ପ୍ରେରିତ କହିଲେ ତୁମେ କାହିଁକି ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଲ, କାହିଁକି ଲୁଚେଇକି ରଖିଲ? କିନ୍ତୁ କାହିଁ ରାହାବ ଆତ୍ମାଙ୍କ ଉଦ୍ଦେଶ୍ୟରେ ରଖିଥିବା ହେତୁ ରାହାବଙ୍କର ଦୂରଦୃଷ୍ଟି ଥିଲା। ହନାନୀୟ ସଫିରା ଦୂରଦୃଷ୍ଟି କଲେ ନାହିଁ, ଶାରୀରିକ ମନା ହେଲେ, କିନ୍ତୁ ରାହାବ ଆତ୍ମିକ ମନା ହଉଛନ୍ତି। ଦେଖନ୍ତୁ ଗୋଟେ ମାନେ କହିବାକୁ ଗଲେ ଗୋଟେ ଚରିତ୍ରହୀନ ସ୍ତ୍ରୀ ଲୋକ କିନ୍ତୁ ଆତ୍ମିକ ମନା ହଉଛନ୍ତି। ଦାଉଦ କହିଲେ ମୁଁ ଗୋଟିଏ ବିଷୟ ଜାଣେ, ମୁଁ ପ୍ରଭୁଙ୍କର ସୌନ୍ଦର୍ଯ୍ୟ ଦେଖିବି ତାଙ୍କ ପବିତ୍ର କୃପା। ପାଉଲ କହିଲେ ମୁଁ ଗୋଟିଏ ବିଷୟ କରୁଛି, ପଶ୍ଚାତ ବିଷୟ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟକୁ ମୁଁ ଲାଳାୟିତ ଅଟେ। 23ରେ ଆଉ ଦାଉଦ କହନ୍ତି ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନ ଯାଏ ମୋହର ପଶ୍ଚାତଗାମୀ ହେବ, ପୁଣି ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି। ଦୂରଦୃଷ୍ଟି, ମୋ ପାଇଁ ଗୋଟେ ଗୃହ ରଖାଯାଇଛି, ମୋ ପାଇଁ ଗୋଟେ ପ୍ରଭୁ ଗୃହ ରଖିଛନ୍ତି। ପ୍ରଭୁ ଯୀଶୁଙ୍କୁ ଦାଉଦ ପ୍ରଭୁଙ୍କୁ ନିଜର ପ୍ରତିପାଳକ ଭାବରେ ସମସ୍ତ ବିଷୟ କଲା ପରେ କହୁଛନ୍ତି ମୁଁ ଯାବଜୀବନ ତାଙ୍କ ଘରେ ହିଁ ବାସ କରିବି। ଦୂରରୁ ସେ ଦେଖି ପାରୁଛନ୍ତି ଗୋଟିଏ ବିଷୟ ଯେ ସଦାପ୍ରଭୁଙ୍କ ଗୃହ ଗୋଟେ ଅଛି, ତାହା ପ୍ରଭୁ ମୋ ପାଇଁ ପ୍ରସ୍ତୁତ କରିଛନ୍ତି। ପ୍ରଭୁ ମୁଁ ତୁମ ଘରେ ହିଁ ରହିବି। ସେଥିପାଇଁ ପାଉଲ କହିଲେ ମୁଁ ଦୂରରୁ ଦେଖିପାରୁଛି ମୋ ପାଇଁ ଗୋଟେ ଧାର୍ମିକତାର ମୁକୁଟ ରଖାଯାଇଛି। ସେ ନ୍ୟାୟବାନ ବିଚାରକର୍ତ୍ତା ମତେ ଦେବେ। ଦୂରଦୃଷ୍ଟି କରୁଛନ୍ତି, କିଏ ତ ନିଜର ଗୃହ ପାଇଁ, କିଏ ତ ନିଜର ମୁକୁଟ ପାଇଁ, କିଏ ତ ନିଜର ଜାଗା ପାଇଁ। କିନ୍ତୁ ରାହାବ କିନ୍ତୁ ହନାନୀୟ ସଫିରା ଦୂରଦୃଷ୍ଟି କରିପାରୁନାହାନ୍ତି। ରାହାବ କିନ୍ତୁ କଣ କଲେ, ପ୍ରଭୁଙ୍କ ଲୋକମାନଙ୍କୁ ଲୁଚାଇ ରଖିଲେ। ହନାନୀୟ ସଫିରା ପ୍ରଭୁଙ୍କର ଯାହା ଇଚ୍ଛା ଥିଲା ତାକୁ ସେମାନେ ନିଜର ଶାରୀରିକ ଭାବରେ ଅକ୍ତିଆର କରିବା ପାଇଁ ଲୁଚେଇକି ରଖିଲେ। ଲୁଚେଇବା ମହଙ୍ଗା ପଡିଥିଲା ଅନେକ ଲୋକଙ୍କୁ। ବାଇବଲରେ ମୁଁ କେତେ 2-3ଟା ବିଷୟ ଲୋକଙ୍କ ବିଷୟରେ କହିବି। ଜଷ୍ଟ ସାଉଲ କିଛି ବିଷୟ ଲାଳାୟିତ ହେଇକି ଅମାଲିକ ମାନଙ୍କୁ ବର୍ଜିତ ରୂପେ ବିନାଶ ନ କରି କିଛି ବିଷୟ ଆଣି ଲୁଚେଇକି ରଖିଥିଲେ। ସାମୁଏଲକୁ ପ୍ରଭୁ ପଠେଇଲେ ତୁମେ ଯାଅ, ସାଉଲ ଭୁଲ କରିଛି। ସାଉଲ ଲୁଚେଇକି ରଖିଥିଲେ। ସାଉଲଙ୍କ ଠାରୁ ରାଜା ପଦ ଚାଲିଗଲା। ସାମୁଏଲ ପୁସ୍ତକରେ ସେଟା ଲେଖାଯାଏ। ଯହୋଶୁଆ ପୁସ୍ତକରେ ଲେଖାଯାଏ ଆଖନ କିଛି ବିଷୟକୁ ଆଣିକି ଲୁଚେଇକି ରଖିଥିଲେ ନିଜର ତମ୍ବୁ ଭିତରେ। ଆଖନଙ୍କ ଯୋଗୁଁ ଅନେକ ଲୋକ ପରାଜିତ, ଇସ୍ରାଏଲ ଲୋକ ପରାଜିତ ଅବସ୍ଥାକୁ ଚାଲିଗଲେ। ଯେତେବେଳେ ନିର୍ଣ୍ଣିତ ହେଲେ ଆଖନ ଜାଣୁଛନ୍ତି ଯେ ଆଖନ କିଛି ବସ୍ତ୍ର, କିଛି ମୁଦ୍ରା ନିଜର ତମ୍ବୁ ଭିତରେ ସେ ଲୁଚେଇକି ରଖିଥିଲେ। ସେଥିପାଇଁ ଜଣଙ୍କ ଯୋଗୁଁ ଟୋଟାଲ ଇସ୍ରାଏଲ ସମାଜ ପରାଜିତ। 2 ରାଜାବଳୀ ପୁସ୍ତକରେ 5:24 ଲେଖାଯାଏ ଗିହେଜି କିଛି ବିଷୟକୁ ଆଣିକି ଲୁଚେଇକି ରଖିଲେ, ତାଙ୍କ ହାତରେ କୁଷ୍ଠ ହେଇଗଲା।
ଇଚ୍ଛା ନୁହଁ ତାହାକୁ ଆମେ ଲୁଚେଇକି ରଖିପାରିବା ନାହିଁ। ପରିଣାମ କଣ ହେଲା? ରାହାବ ନିଜ ନଗରରେ ସେ ବଞ୍ଚିକି ରହିଲେ। ଚିନ୍ତା କରନ୍ତୁ, ହନାନୀୟ ସଫିରା ମଣ୍ଡଳୀର ଜଣେ ଜଣେ ସକ୍ରିୟ ସଫିଆ ଥିଲେ, ରହିକି ମଧ୍ୟ ଜୀବନ ହରେଇଲେ। କିନ୍ତୁ ରାହାବ ଈଶ୍ୱରକୁ ଠିକ ସେ ଜାଣିନଥିଲେ, କିନ୍ତୁ ଜଷ୍ଟ ଶୁଣିଥିଲେ। ସେ କଣ କରିଥିଲେ? ଈଶ୍ୱରଙ୍କ ଲୋକମାନଙ୍କୁ ସମ୍ମାନ ଦେବା ହେତୁ ସେ ବଞ୍ଚି ପାରିଲେ। ହନାନୀୟ ସଫିରା ଯୀଶୁଙ୍କୁ ଜାଣି ମଧ୍ୟ ଓ ପ୍ରେରିତ ମାନଙ୍କୁ ଜାଣି ମଧ୍ୟ ସେ ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଲେ। ରାହାବ ବିଶ୍ୱାସର ନେତା ନେତ୍ରୀ ମାନଙ୍କର ନାମରେ ସ୍ଥାନ ପାଇଗଲେ। ଯଦି ଆପଣ ପଢିବେ ଏବ୍ରୀ ପୁସ୍ତକ 11 ଅଧ୍ୟାୟର 13 ପଦରେ ଲେଖାଯାଏ, ରାହାବ ବିଶ୍ୱାସୀର ନେତା ନେତ୍ରୀ। ମାନେ ଚିନ୍ତା କରନ୍ତୁ, ଆଶ୍ଚର୍ଯ୍ୟ ବେଳେ ବେଳେ ଲାଗେ। ଅବ୍ରାହାମ, ନୋହ, ହନକ, ଇସାକ, ଯାକୋବ, ଯୋସେଫ, ମାନେ ଯୋଉମାନେ କି ବିଶ୍ୱାସର ନେତା ନେତ୍ରୀ ମାନଙ୍କ ବିଷୟ ଲିଷ୍ଟ ଏବ୍ରୀ 11ରେ ଲେଖାଯାଏ, ରାହାବ ସେଇ ନାମରେ ସେଇ ତାଲିକାରେ ସ୍ଥାନ ପାଇଛନ୍ତି। ଆଶ୍ଚର୍ଯ୍ୟର କଥା, ଗୋଟିଏ ବେଶ୍ୟା ସ୍ତ୍ରୀ ଲୋକ, ଚରିତ୍ରହୀନା ସ୍ତ୍ରୀ ଲୋକ, ଦେଖନ୍ତୁ ଦୂରବିଶ୍ୱାସ ତାଙ୍କର, ସେଇ ଦୂରବିଶ୍ୱାସର ବୀଜକୁ ବୁଣିଲେ ଏବଂ ଆତ୍ମାଙ୍କୁ ଉଦ୍ଦେଶ୍ୟରେ କାଟୁଛନ୍ତି। ସେଇ ନଗରରେ ହିଁ ବଞ୍ଚିକି ରହିଗଲେ। ପ୍ରଭୁଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟରେ ସେ ଏବଂ ତାଙ୍କ ପରିବାରକୁ ସେ ବଞ୍ଚେଇ ପାରିଲେ ଏବଂ କଣ କରୁଛନ୍ତି? ବିଶ୍ୱାସର ନେତା ନେତ୍ରୀ ମାନଙ୍କ ନାମରେ ତାଲିକାରେ ସ୍ଥାନ ପାଇଗଲେ। ବିରାଟ ବଡ ଗୋଟେ ଗ୍ରେଟ ଆଚିଭମେଣ୍ଟ। ଆଜି ଆମେ ସେ ବିଶ୍ୱାସର ନେତା ନେତ୍ରୀ ମାନଙ୍କ ନାମରେ ତାଲିକାରେ ସ୍ଥାନ ପାଇବା କି? ରାହାବ ଜୀବନରେ ସେ କଣ ଥିଲେ? ଆଉ ବହୁତ ପ୍ରକାରର ଗତିପଥ ଦେଇକି ଆସିଥିଲେ, କିନ୍ତୁ ହନାନୀୟ ସଫିରା ସମସ୍ତ ସୁନ୍ଦର ପଥରେ ରହିକି ମଧ୍ୟ ସେମାନେ ନିଜର ଜୀବନକୁ ବଞ୍ଚେଇ ପାରିଲେ ନାହିଁ। ଯେତେବେଳେ ଇସ୍ରାଏଲ ଲୋକମାନେ ଯେତେବେଳେ ଜିରିଓ ନଗରକୁ ପ୍ରବେଶ କଲେ, ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କରାଗଲା। କିନ୍ତୁ ରାହାବଙ୍କ ସମୟରେ ଗୋଟେ ଏମିତି ସମୟ ଆସିଲା, ରାହାବଙ୍କ ଘରେ ଯୋଉ ଏଡା ଲାଗିଥିଲା ସେଟାକୁ ଛାଡିକି ସେମାନେ ଅନ୍ୟ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କଲେ। ମିଶ୍ର ଦେଶରେ ମଧ୍ୟ ସେଇ ପ୍ରକାର ଘଟଣା ଘଟିଥିଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ଷଡ଼ଯଞ୍ଜା ମୁହୂର୍ତ୍ତରେ, ଏଇ ସମସ୍ୟାପୂର୍ଣ୍ଣ ଜଗତରେ ପ୍ରଭୁ ଆମମାନଙ୍କୁ ସେଇ ରକ୍ଷା କରିବା ପାଇଁ ଚାହାନ୍ତି ଏବଂ ଏଇ ସମସ୍ତ କଳୁଷିତ ଭିତରୁ ଉଦ୍ଧାର କରି ଏକ ସୁନ୍ଦର ସ୍ଥାନକୁ ପ୍ରଭୁ ନେଇକି ଯିବା ପାଇଁ ଚାହାନ୍ତି। ଏକ ସୁନ୍ଦର ଆଉ ବିଷୟ ଆମମାନଙ୍କୁ, ଆମେ ଯୋଉ ଜାଗାରେ ଥିବା ସେଇ ଜାଗାରେ ହିଁ ପ୍ରଭୁ ଆମମାନଙ୍କୁ ସୁରକ୍ଷା ଦେବେ। ଦେଖୁଛୁ ବିଭିନ୍ନ ପ୍ରକାର ସମସ୍ୟା ହଉଛି, ତ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ମୁଁ କି ପ୍ରକାର ଭାବରେ ଆଉ ପ୍ରଭୁଙ୍କର ନିକଟବର୍ତ୍ତୀ ହଉଛି। ଦେଖନ୍ତୁ, ଗୋଟିଏ ସଂସାରରେ ସାମାଜିକ ଭାବରେ କୌଣସି ବିଷୟର ଆଉ ସୁନ୍ଦର ନଥିଲା, ସେ କଣ ପାଇଯାଉଛନ୍ତି? ଆତ୍ମାଙ୍କ ଉଦ୍ଦେଶ୍ୟରେ ଯେତେବେଳେ ଦୂରବିଶ୍ୱାସ କରୁଛନ୍ତି, ସେ ରକ୍ଷା ପାଇଯାଉଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ହନାନୀୟ ସଫିରା କଣ ହେଲେ? ସେମାନଙ୍କର ଜୀବନ ସେମାନେ ହରେଇଲେ, କିନ୍ତୁ ଏଇ ବ୍ୟକ୍ତି ଆଶୀର୍ବାଦ ପ୍ରାପ୍ତ ହେଲେ, ଆତ୍ମାଙ୍କ ଉଦ୍ଦେଶ୍ୟରେ ବଲେ। ଆଉ ଗୋଟିଏ କଥା କହିକି ମୁଁ ସମାପ୍ତ କରିବି, ସମୟ ମଧ୍ୟ ଜଷ୍ଟ ଯେ ନମ୍ରତା ରୂପ ବୀଜକୁ ବୁଣିବା। ମୁଁ ଦିଟା କାଟିକି ଏଇଟା ଜଷ୍ଟ କହିଦେଇକି 2 ମିନିଟ ଭିତରେ ସାରିଦେବି। ନମ୍ରତା ରୂପ ଶସ୍ୟ କାଟିବା, ଖାଲି ଜଷ୍ଟ କହିଦେବି ଯେ ଦାଉଦ ଏକ ନମ୍ର ବ୍ୟକ୍ତି ଥିଲେ। କାହିଁକି? ଏବଂ ଯଦି ଗଣନା ପୁସ୍ତକ 17 ଅଧ୍ୟାୟ ଦେଖିବେ, ସେଇ ସମୟରେ କୋରହ ସନ୍ତାନ ମାନେ ନମ୍ର ନଥିଲେ। ଆରୋନଙ୍କ ବିରୁଦ୍ଧରେ ସେମାନେ ଆଉ କଣ କଲେ? ଅଭିଯୋଗ କଲେ। ଆରୋନଙ୍କର ଯଷ୍ଟିକୁ ପ୍ରଭୁ ଫଳପ୍ରଦ କଲେ, ଆଉ ଏମାନଙ୍କର ଯଷ୍ଟିକୁ ପ୍ରଭୁ ଫଳବିତ ହେବା ପାଇଁ ଦେଲେ ନାହିଁ। ଯୋସେଫ ବା ଦାଉଦଙ୍କର କଥାକୁ ମୁଁ ଅଳ୍ପ ସମୟ କହିକି ସମାପ୍ତ କରିବି। ଦାଉଦ 3 ଥର ରାଜାଭିଷିକ୍ତ ହେଇଥିଲେ। ପ୍ରଥମ ବିଷୟ 1 ସାମୁଏଲ 16:3 ସାମୁଏଲଙ୍କ ଦ୍ୱାରା, 2 ସାମୁଏଲ 2:4 ଜିହୁଦାର ଲୋକମାନଙ୍କ ଦ୍ୱାରା, 2 ସାମୁଏଲ 5:3 ଇସ୍ରାଏଲ ଲୋକମାନଙ୍କ ଦ୍ୱାରା 3 ଥର ରାଜାଭିଷିକ୍ତ ହେଇଛନ୍ତି।
କିନ୍ତୁ ଦାଉଦଙ୍କର ଜୀବନର ଯଦି ଦେଖିବେ ନମ୍ରତା ଯେତେବେଳେ ସାଉଲ ତାଙ୍କ ପଛରେ ପଛରେ ଗୋଡେଇଥିଲେ, ସେ ଗୋଟିଏ କଥା କହୁଛନ୍ତି ପ୍ରଥମ ସାମୁଏଲ 24:14 ସେ ନିଜକୁ ମଲା କୁକୁର ପରି ସେ କହୁଛନ୍ତି, ଏ ମଲା କୁକୁର ପଛରେ କାହିଁକି ପଡିଛନ୍ତି? ଯେ କି ପରମେଶ୍ୱରଙ୍କ ଦ୍ଵାରା ମନୋନୀତ ଗୋଟେ ରାଜା ନମ୍ରତା ରୂପ ଫଳକୁ ବୁଣୁଛନ୍ତି। ଦେଖନ୍ତୁ, କହୁଛନ୍ତି ମଲା କୁକୁର ପାଖରେ କାହିଁକି ପଡିଛନ୍ତି ଆଜ୍ଞା? ଯେ କି ମହାନ ରାଜା ପରମେଶ୍ୱରଙ୍କ ଆଡୁ ରାଜା, କିନ୍ତୁ ସେ ଆଜି କଣ ହଉଛନ୍ତି? ନମ୍ର ହଉଛନ୍ତି, ନିଜକୁ ମଲା କୁକୁର ପରି ସମ୍ବୋଧନ କରୁଛନ୍ତି। ଆଉ ଗୋଟିଏ ଲେଖାଯାଏ 2 ସାମୁଏଲ 3:38-39 ନିଜକୁ ସେ କ୍ଷୀଣ କରୁଛନ୍ତି, ନିଜକୁ ଦୁର୍ବଳ କରୁଛନ୍ତି। ଏବଂ ସେ 2 ସାମୁଏଲ 6:22 ଲେଖାଯାଏ ନିଜ ଦୃଷ୍ଟିରେ ସେ ନିଜକୁ ନୀଚ କଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ନମ୍ରତା ରୂପ ବୀଜ ବୁଣିଲେ ଯେତେବେଳେ ତାଙ୍କର ବଂଶରେ ଲେଖାଯାଏ 2 ରାଜାବଳୀ 22:51 ଲେଖାଯାଏ ଦାଉଦଙ୍କ ବଂଶରେ ରାଜାର ଅଭାବ ହେଲା ନାହିଁ। କିନ୍ତୁ ସାଉଲ ନିଜକୁ ନମ୍ର କଲେ ନାହିଁ। ସାଉଲଙ୍କ ବଂଶରେ ଆଉ କିଏ ରାଜା ହେଇପାରିଲେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସମୟ ମତେ ଏଲାଉ କରୁନାହିଁ, କିନ୍ତୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣିବା ଅନେକ ଲୋକ ଯୋଉମାନଙ୍କର ଜୀବନରେ ସେମାନେ କିଛି ଖାଇବା ପାଇଁ ନିଜର ଜୀବନକୁ ହରେଇ ଦେଲେ, କିନ୍ତୁ ଯୋଉମାନଙ୍କ ପାଖରେ କିଛି ନ ଥାଇକି ମଧ୍ୟ କଷ୍ଟରେ ଆତ୍ମାଙ୍କ ଉଦ୍ଦେଶ୍ୟରେ ଚେଷ୍ଟା କଲେ, ଆତ୍ମାଙ୍କ ଉଦ୍ଦେଶ୍ୟରେ ସେମାନେ ଫଳବାନ ହେଲେ। ରୂପର ଶସ୍ୟ, ଅନୁତାପର ରୂପର ଶସ୍ୟ ଏବଂ ଦୂରବିଶ୍ୱାସ ରୂପର ଶସ୍ୟ, ନମ୍ରତା ରୂପର ଶସ୍ୟକୁ ଯେତେବେଳେ ସେମାନେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣିଲେ, ଆତ୍ମାଙ୍କ ଉଦ୍ଦେଶ୍ୟରେ କାଟିଲେ, ଯୋଉମାନେ ଶାରୀରିକ ଭାବରେ ଅବାଧ୍ୟ ହେଲେ, ଯେଉଁମାନେ ଶାରୀରିକ ଭାବରେ ଅନୁତାପ କଲେ ନାହିଁ, ଯେଉଁମାନେ ଶାରୀରିକ ଭାବରେ ଦୂରଦୃଷ୍ଟି କଲେ ନାହିଁ, ସେମାନଙ୍କର ଜୀବନ କ୍ଷଣକାଳ ହେଇଗଲା। ସେମାନଙ୍କ ପାଖରେ ଯାହା ଥିଲା ସେମାନେ ହରେଇଲେ। ନମ୍ରତା ରୂପ ସେମାନେ ଶାରୀରିକ ଭାବରେ ଆଉ ନମ୍ରତା ରୂପ ବୀଜ ବୁଣିଲେ, ଗର୍ବ ଅହଙ୍କାର କଲେ, ସେମାନଙ୍କ ଠାରୁ ସବୁ ବିଷୟ ଚାଲିଗଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯିଏ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ ସେ ଶରୀର ଉଦ୍ଦେଶ୍ୟରେ ହିଁ କାଟିବ, କିନ୍ତୁ ଯିଏ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣିବ ସେ ଆତ୍ମାଙ୍କର ଉଦ୍ଦେଶ୍ୟରେ ଅନନ୍ତ ଜୀବନ ରୂପ ଶସ୍ୟ କାଟିବ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ, ନମସ୍କାର।